ମୁଁ ଦୀର୍ଘ 34 ବର୍ଷ ପରେ ଗତ ବୁଧବାର 10 ତାରିଖ ଦିନେ ଶଙ୍ଖ ଭବନ ଭୁବନେଶ୍ୱରରେ ବିଜୁ ଜନତା ଦଳରେ ଯୋଗଦାନ କଲି। ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶର ଧାରାରେ ମୁଁ ସାମିଲ ହେଲି ଏବଂ ନବୀନ ପଟ୍ଟନାୟକ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛି। ଗତ ବୁଧବାର ଦିନ ଯୋଗଦାନ କରିଛି। ଆଜି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ଆଜି କର୍ମୀ ସମାବେଶ ଥିଲେ ଏବଂ ମୋତେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ମୁଁ ଆଜି ସୁନ୍ଦରଗଡ଼ର ବିଜୁ ଜନତା ଦଳର ସମସ୍ତ ସଦସ୍ୟ କର୍ମୀଙ୍କୁ ମୁଁ ନମସ୍କାର ଜଣାଉଛି। ସ୍ୱାଗତ ମୋତେ ଭଲ ଭାବରେ ଦେଇଥିବାରୁ ମୁଁ ତାଙ୍କ ସ୍ୱାଗତକୁ ଗ୍ରହଣ କରୁଛି ଏବଂ ନମସ୍କାର ଜଣାଉଛି ଏବଂ ଦଳ ଯେଉଁ କାର୍ଯ୍ୟ ମୋତେ ଦେବ ସେ କାର୍ଯ୍ୟକୁ ମୁଁ ସୁଚାରୁ ରୂପେ ପାଳନ କରେ। ସୁଜାତା ରେସିଡେନ୍ସି ସାରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସଦର ନିର୍ବାଚନ ମଣ୍ଡଳୀର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି କରିଥିଲେ ଲଣ୍ଡନ ପରିଡ଼ା ଟାଉନ୍ ପ୍ରେସିଡେଣ୍ଟ। ଏହାର ମୁଖ୍ୟ ଆକର୍ଷଣ ଥିଲେ ଜିଲ୍ଲା ଅବଜର୍ଭର ଇଞ୍ଜିନିୟର ପ୍ରତିରଞ୍ଜନ ଘଳି ଏବଂ ଅନ୍ୟତମ ଅତିଥି ରୂପରେ ଆମର ଲୋକସଭା ପ୍ରାର୍ଥୀ ଡକ୍ଟର ଦିଲ୍ଲୀପ ତିର୍କି ଏବଂ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ଏବଂ ନୂତନ ଭାବରେ କଂଗ୍ରେସରୁ ଆସି ବିଜୁ ଜନତା ଦଳ ସାମିଲ ହୋଇଥିବା ପ୍ରଫୁଲ୍ଲ କୁମାର ସୋମାଣୀ ଯୁବ ନେତା ପ୍ରଫୁଲ୍ଲ ସୋମାଣୀ ଆସି ସାମିଲ ହୋଇଥିଲେ। ତ କାହିଁ ରଣନୀତି ପ୍ରସ୍ତୁତ କରାଯାଇଥିଲା? ଆଜି ମୁଖ୍ୟତଃ ଆମକୁ ଆମର ଅବଜର୍ଭର ଭିଜନ ଦେଇକି ଯାଇଛନ୍ତି 2024 ପାଇଁ ଲୋକସଭା ଏବଂ ବିଧାନସଭାରେ ଯେମିତି ଜିଲ୍ଲା ପରିଷଦରେ 7ରୁ 7 ଜିଲ୍ଲା ପରିଷଦ ଜିତିଥିଲୁ। ସେ ଯେଉଁ ଭୋଟ ଧାରା ଯେଉଁ 46,000 ଭୋଟ ବ୍ୟବଧାନ ଥିଲା ତାକୁ 50,000 ଭୋଟରେ ଜିତେଇବ ବୋଲି କର୍ମୀମାନେ ସମସ୍ତେ ଶପଥ ନେଇଛନ୍ତି ଏବଂ ଆଗାମୀ ଦିନରେ 50,000 ଭୋଟରେ ଜିତିବୁ ବୋଲିକି ଆମେ ସମସ୍ତେ ଶପଥ ନେଇଛୁ। ତ ଆପଣ ଗୋଟେ ସାଧାରଣ ସମ୍ପାଦକ ଟାଙ୍ଗରପଲ୍ଲୀ ବ୍ଲକ ହିସାବରେ ଟାଙ୍ଗରପଲ୍ଲୀ ବ୍ଲକବାସୀଙ୍କୁ କାଣା କହିବେ? ଜିଲ୍ଲା ପରିଷଦ ଇଲେକ୍ସନରେ ଆମେ ଆମର 2ଟା ଜିଲ୍ଲା ପରିଷଦ ଜିତିଥିଲେ। ସେଥିରେ ଆମେ 45 ଭୋଟ ଲିଡ୍ ରହିଥିଲୁ। ତାକୁ ଆମେ ନିଶ୍ଚୟ ତାଠୁ ଅଧିକ ଭୋଟ ଲିଡ୍ କରିବା ପାଇଁ ବିଜୁ ଜନତା ଦଳକୁ ଆମେ ସମସ୍ତେ କର୍ମୀ ସହମତ ହେଇକି ଅଛୁ। ନା ବୀରେନ୍ଦ୍ର କୁମାର ପଟେଲ ଟାଙ୍ଗରପଲ୍ଲୀ ବ୍ଲକର ପୂର୍ବତନ ସଭାପତି ଏବଂ ଓଡ଼ିଶା କଞ୍ଜ୍ୟୁମର କୋଅପରେଟିଭ ଫେଡେରେସନର ପୂର୍ବତନ ସଭାପତି। ଆଜି ଆମର ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଥିଲା। ଏଥିରେ ଆମର ପର୍ଯ୍ୟବେକ୍ଷକ ବି ହେଇଥିଲେ ଏବଂ କଂଗ୍ରେସରୁ ବିଜୁ ଜନତା ଦଳରେ ପ୍ରଫୁଲ୍ଲ ସୋମାଣୀ ଯେ ଜଏନ୍ କଲେ ତାକେ ଆମେ ସମସ୍ତେ ସ୍ୱାଗତ କଲୁ। ଆଉ ସେ ଆସିବା ଦ୍ୱାରା ଆମର ଦଳ ବହୁତ ମଜବୁତ ହୋଇପାରବା ଆଉ ତାଙ୍କର କିଛି କର୍ମୀ ବି ଆସିକି ଆମକୁ ସହଯୋଗ କରିବେ। ସେଥିଲାଗି ଆଗାମୀ ଦିନରେ ଆମେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଆମର ପ୍ରାର୍ଥୀ ଯୋଗେଶ କୁମାର ସିଂ ବିପୁଲ ଭୋଟରେ ବିଜୟୀ ହେବେ ବୋଲି ଆମେ ଆଶା ରଖିଛୁ ଏବଂ ତାଙ୍କ ସଙ୍ଗେ ଲୋକସଭା ସଦସ୍ୟ ଯିଏ ଅଛି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମଧ୍ୟ ବିପୁଲ ସଂଖ୍ୟାରେ ଭୋଟ ପାଇକି ଜୟଯୁକ୍ତ ହେବେ ସଦର ନିର୍ବାଚନ ମଣ୍ଡଳୀ ବୋଲି ଆମେ ସମସ୍ତେ ଆଶା କରିଛୁ।